କୁହ। କଣ ହେଲା ସେଦିନ ତ ଗେଇକି ଗର୍ଭବତୀ କଲ ତ ମେଡିସିନ ଦେଇକି ଏବେ ଠିକ ଠାକ ଅଛି ବୁଝ ନା ନାଇଁ। ହଁ ଯେ ତମେ ଗର୍ଭବତୀ ହେଲ ଯେ ତା ମାନେ ଗର୍ଭବତୀ ହେଲା ପରେ ତମେ ମତେ କଣ କହିଲ ଯେତେବେଳେ ଇଚ୍ଛା ମତେ ହେଇପାରିବ ତ ତମେ ଗର୍ଭବତୀ ହେଲା ପରେ ମତେ ମନା କରୁଛ କଣ ପାଇଁ? ଆରେ ଜାଣୁଛ ତ ତମେ ଭାଇ ରହୁଛନ୍ତି ସିଏ ଗଉଛନ୍ତି ତ ଟାଇମ ହେଲେ ତ ତମକୁ ଦେବି ନା। ହୁଁ ଟାଇମ ବାହାର କରିବାକୁ ପଡିବ ନା ଆଉ ଭାଇ କଣ ଏକି ଏକି ମଜା ନେବେ ନା କଣ? ଆମେ ଏତେ ପରିଶ୍ରମ କରିକି ତମକୁ ମାନେ ତମକୁ ଗୋଟେ ଛୁଆଟେ ଦେଇଛି ନାଇଁ କହିଲ। ଛୁଆ ଆଁ ଟା ଦେଇଛ ଯେ ଆଉ କଣ ଏତେ ପରିଶ୍ରମ କରିକି ଦେଇଛି ତମେ ପୁଣି ମୁଁ ଯେତେବେଳେ ମୋର ଇଚ୍ଛା ହଉଛି ମାନେ ତମେ ନାହିଁ କରୁଛ କେମିତି ରହିବି କୁହ? ଉଁ ନା ଦେବୀ ଏଥରକ ତ ବଡ ଭାଣ୍ଡ ଟା କହିଛ ଦେବିନି କେମିତି? ତମେ ବି କୋଉ କମ ପାଇଛ କି ତମର ଯୋଉ ଦୁଧ ଫୁଧ ତ ଦେଖି ଜାଣିଛ ତମେ ନିଜେ। ମୁଁ ଆଉ କଣ କହିବି ଗାଣ୍ଡି ଦୁଧ ବିିଆ ଏମିତି ଧରିଛ ମାନେ ଆଉ ମାନେ ଥରେ ଗେହିଲା ପରେ ଭାଣ୍ଡ ପୁରା ଆପେ ଆପେ ଉଠୁଛି ଆହୁରି ଗେଇବା ପାଇଁ। ବାଣ୍ଡିରେ କଣ ଲଗଉଛ ମ ଏତେ ବଡ ମୋଟା ଗଛ। ବାଣ୍ଡ ତମେ ତ ଯୋଉ ପାଟିରେ ପୁରେଇ ଦଉଛ ସେଥିପାଇଁ ବଡ ହେଇଯାଉଛି କଣ ଲଗେଇବି କିଛି ନାହିଁ। ସେଇ ଟାଇମରେ ତ ଦିଦି ବଲ ମୋଟା ହେଇଯାଉଛି ଆଉ ପାଟିରେ ଯୋଉ ପୁରେଇ ଦଉଛ ତ ସେଇଠି ଗାଣ୍ଡିରେ ଯୋଉ ପୁରଉଛ ତମକୁ ଟିକେ ଦୟା ଲାଗୁନି ଭାଉଜ କାନ୍ଦୁଛନ୍ତି ଏତେ ଜୋରରେ ଦଉଛ। ଭାଉଜ କାନ୍ଦୁଛନ୍ତି ଗୋଟେ କାନ୍ଦିଲେ ତ ମଜା ନା ସେଇଟା। ହଁ କି ନା ତମେ ଦେଖ ତମେ ଯେତେବେଳେ କାନ୍ଦୁଛ ତମକୁ ମୁଁ ଚକେଇ ଦଉଛି କି ନାଇଁ କୁହ ଭାଣ୍ଡକୁ ତମ ପାଟିରେ ପୁରେଇ ଦଉନି। ଆଁ ହଁ ସେଫ୍ ତ ବଢିଆ ମଜା ଦଉଛ ଯେ। ଆଉ ତମେ କାନ୍ଦି ପକଉଛ ଯେତେବେଳେ ତମକୁ ମୁଁ ଚକି ଦେଇ ଦଉଛି ଭାଣ୍ଡକୁ ନେଇ ତମ ପାଟିରେ ପୁରେଇ ଦଉଛି। ତ ତମେ ମଜା ଲାଗୁଛି ନା ନାଇଁ କୁହ? ଲମ୍ବା ଚକୋଲେଟ ପାଇଛ ଦବନି କେମିତି? ଆଉ ମଜା ଲାଗେ ନାଇଁ କୁହ ଖାଲି? ଆଉ ତ ସେ ରୁନି ବେଧେଇକି ତ ଗେଁ ଗେଁ ତା ବିଆଁ ଦର୍ଜ କରିଦେଇଛ। ତାହେଲେ କିଛି କାମ ହିଁ ନାହିଁ ତମ ଆଗରେ ନା ସେ ଟୋଟାଲ କାମ ନାହିଁ କିଛି। ବୁଝିପାରୁଛ ନାଇଁ? ତାର ଗାଣ୍ଡି ଫାଣ୍ଡି ପୁରା ମାନେ ଏତେକ ହେଇକି ତମେ ଜାଣିଥିବ ସେ ତମକୁ କହିଥିବ ବୋଧେ। ହଁ ଦେଇକି ସେ ମାନେ କହିଥିଲା କି ଭାରି ମାରାତ୍ମକ ଟୋକା ଟା ଭାରି ଆଉ ବଡ ଭାଣ୍ଡ ତାର ଗିଳୁଛି ମାନେ ପୁରା ପକେଇ ଗୋଟେ ନାଦୁଛି। ଗେଇକି ପୁରା ମାନେ ପୁରା ବିଶ୍ୱାସ କରିବନି ପୁରା ପୋଲା କରିଦେଇଛି ପୁରା ଗେଇକି ଆଉ ମାନେ ଟୋଟାଲି ଜାଗା ହିଁ ନାହିଁ କୋଉଠି ଗେଇବି କୁହ ଆଉ ତମକୁ କଣ ତମକୁ ଯେତେ ଗେଇଲା ପରେ ବି ମାନେ ତା ପରଦିନ ପୁଣି ଯେମିତି କି ସେମିତି ମାନେ ପୁଣି ଟାଇଟ୍ ହେଇଯାଉଛି କେମିତି ସିଏ କେଜାଣି? ହଁ ମୁଁ କହିଲି ସେ ଭାଣ୍ଡ ଜମା ନଉନଥିଲା ପାଟିରେ ତମର ଜବରଦସ୍ତି ମାଡିକି ପୁରେଇଦେଲ। ହଁ ହଁ ସେ ନାହିଁ କଲା ମୁଁ କହିଲି ମଜା କେମିତି ଲାଗିବ ନହେଲେ ଦେଖ ତା ମୁଁ କଣ କଲି ତା ବିଆକୁ ଚାଟିଲି ହେଲା ମୁଁ ତାକୁ କହିଲି ତୁ ମୋ ଭାଣ୍ଡକୁ ପାଟିରେ ପୁରେଇବୁ ମୁଁ ତୋ ବିଆକୁ ଚାଟିବି। ମୁଁ ତ ଚାଟିଲି ଯେତେବେଳେ ମୋ ପାଳି ଆସିଲା କହିଲି ମୋ ଭାଣ୍ଡକୁ ପାଟିରେ ପୁରା ତ ନାହିଁ କଲା ତ କଣ କରିବି? ନା ନା ସେ ଜବରଦସ୍ତି ପୁରେଇଲି। ସିଏ ନା ନା ସିଏ ଡରିଗଲା କହିଲା ଭାଉଜ କେତେ ବଡ ମୋଟା ଭାଣ୍ଡ ପାଇଛି ଆଉ ଅମଣିଷ ଭଳିଆ ତମେ ଗିଳୁଥିଲ। ଆଉ କଣ କରିବି ଆଉ ମାନେ ଏତେ କାମନାର ବାସ୍ନାରେ ଏତେ ବୁଡି ଯାଇଥିଲି ଯେ ଆଉ କିଛି ଦେଖା ଯାଉନଥିଲା ବାସ୍ ଗେହିବି ପାଟିରେ ପୁରେଇବି ଏମିତି ଆଉ କିଛି ନାହିଁ। ହୁଁ ତମେ କେବେ ମତେ ଦଉଛ କହିଲ କହୁନ? ତମେ ଗେଇବାର ମାନେ ଗୋଟେ ମାସ ଯାଇନି ତିନିଥର ଗୋଟେ ମାସରେ ଗେଇଛ ଯେ ମୁଁ 2 ଦିନ ଜରରେ ପଡିଲି। ଜ୍ୱରରେ ପଡିଲ କାଇଁ ମତେ କହିନ ତ? ତ ଗାଣ୍ଡିରେ ଯୋଉ ନଷ୍ଟ ଗେଇଲ ମାନେ ମୁଁ କେତେ ଜୋରେ ଚିଲଉଥିଲି ଜାଣିପାରୁଛ ନା ନାଇଁ ଜର ହେଇଥିଲା ବେଳେ। ଯେ କଣ କରିବା ଆଉ ମାନେ ମଜା ତ ଲାଗୁଥିଲା ନା ସେଥିପାଇଁ। ଶୀତ ଦିନ ମାନେ ଦେହ ମୁଣ୍ଡ ବାଇରେ ପଡିଛି ଗେଁ ଗେଁ ହଉଛି ଥଣ୍ଡାରେ କାକରରେ ପୁଣି ଗେଉଛ ଯେ ମାନେ କୁହନି। ତମର ଜର ଗାଣ୍ଡି ବାହାରି ପଡିଲା କହୁଛ ବିିଆ ସବୁ ଦର୍ଜ ଲୁପା କରିଦେଇଛ ସତ। ଦରଜ ହଉଛି ବହୁତ। ଦୁଧ ଜର ବି ଭଣ୍ଡି ତ ତମକୁ ତମ ଆଁ ଦାନ୍ତ ଦାଗ ରହିଯାଇଛି ଦୁଧ ଭଣ୍ଡିରେ ଦାନ୍ତ ଦାଗ ରହିଯାଇଛି। ଆ ଦୁଧ ଗୁଡା ଏତେ ଗୋରା ହେଇଛି ଚିହ୍ନ ତ ରହିବ ନା। ହୁଁ। ଆଉ ଜ୍ୱର କଣ କହୁଥିଲ ହେଇଗଲା ବୋଲି। ଯୋଉ ଗାଣ୍ଡିରେ ପୁରେଇଲ ଯୋଉ କଷ୍ଟ ହେଲା ଆଚ୍ଛା ଆଚ୍ଛା ସେଇ ହଁ। କୋପରେ ଆଉ। ମାନେ ମୋର ପ୍ରଥମେ ଥଣ୍ଡା ହେଇଗଲା ପ୍ରଥମେ ମାନେ ତମକୁ ରାତିରେ ଯୋଉ ଗେଇଲି ସେଦିନ ଥଣ୍ଡା ହୁଁ ହେଇଗଲା ତାପରେ ପୁଣି ତମକୁ ଜର ହେଇଗଲା ନାଇଁ। ଆକ୍ଚୁଆଲି କଣ କହିଲ ମାନେ ରାତିରେ ଆମେ ଯୋଉ ହଉଛେ ମାନେ ବାହାରେ ହେବାଟା ଠିକ ନୁହଁ ନାଇଁ। ଥଣ୍ଡା ବାହାରେ ଟା ପଡୁଛି ନା କଣ କରିବା ତମେ ଦେଖ ବ୍ୟାଚଲର ଅଛ ଗେଇ ପାରିବ ଯୋଉଠି ପାଇବ। ମୁଁ ତମେ ହଁ ତମେ ଗୋଟେ ସ୍ତ୍ରୀ ଲୋକ ବିବାହିତ ଗୋଟେ କେମିତି ନା ତମେ ଗୋଟେ ସ୍ତ୍ରୀ ଲୋକ ତମେ ରାତିରେ ଆସିପାରିବ କି କୁଆଡେ? ଆସିପାରିବନି ତ ତମ ବାରିପଟ ପଛ ପଟେ ଯୋଉ ସେଇଟା ଅଛି ଯୋଉ ଗାଧୁଆ ଘରଟା ସେଇଠି ତ ଆମେ ହୁଅନ୍ତି ନା ହୁଁ ହଁ କି ନାଇଁ? ତ ମୁଁ ହୁଁ ଗୋଟେ ପିଲା ମୁଁ ଯୁଆଡେ ଯାଇବି ଯାଇପାରିବି ତମେ ଆଉ ଯାଇପାରିବ କି? ନା ସେଇ ତ ପ୍ରୋବ୍ଲେମ୍। ଆଡଜଷ୍ଟ କରିଦବା ଆଉ କଣ ଜର ଫର ଯାହା ହେଲେ ହଉ ବରଂ ମଜା ଟା ଆସୁଛି ନା। ତମେ ତ ସେଠି ବିନା ହେଲମେଟ ରେ ଗାଡି ଚଲାଉଛ ଆଉ। ଆମର ଏମିତି କିଛି ମୋର ଲାଇସେନ୍ସ ଫାଇସେନ୍ସ ସବୁ ଅଛି ଆମର ଓକେ। ବିନା ହେଲମେଟ ରେ ବି ଗାଡି ଚାଲିବ କିଛି ପ୍ରୋବ୍ଲେମ ନାହିଁ। ଆ ଗୋଟେ ତମକୁ କାଇଁ ଥରକେ ଯୋଉ ଗର୍ଭବତୀ କରିଦଉଛ ଆଉ। ଆଉ କାଇଁ ମଜା ଲାଗୁନଥିଲା ତମକୁ?
ମାନେ ଇଏ କଣ ବେଲୁନ ଖାଉଛ ବାଣ୍ଡରେ ଏତେ ବିଜ ଗୁଡା ତମର ଏତେ ସରୁନି। ତମକୁ ତ ଗେହିଲେ ଆମର ଅଟୋମେଟିକ ବୀର୍ଯ୍ୟ ହଉଛି ଆଉ କଣ ଖାଇବି। ହୁଁ ତମେ ଯୋଉ ପାଟିରେ ଯୋଉ ପୁରେଇ ଦଉଛ ସେଇଠୁ ହୁଁ ତ ମାନେ ଏତେ ଜୋସ ଆଉଛି ଅଟୋମେଟିକ ବୀର୍ଯ୍ୟ ତିଆରି ହେଇଯାଉଛି କଣ କହିବି ଆଉ। ହୁଁ ଭଲ ଲାଗେ କାହାର ମୋ ଦୁଧ ଭଲ ଲାଗେ ନା ସେ ଝିଅଙ୍କ ଦୁଧ। ତମର ନା ତାର କୁହନି ଟୋଟାଲି ଧରିବା ପାଇଁ ମଜା ହିଁ ଲାଗେନି। କଣ କରିବା ଆଡଜଷ୍ଟ କରିଦିଏ ମୁଁ ଆଉ। ମିଛ କଥା କହୁଛ। ଆରେ ସତରେ ସତରେ। କାହିଁ କହିଲ ଦେଖ ମାନେ ତମେ ଯେତେବେଳେ ଆସିପାରନି ତ ଆଉ କଣ କରିବି ବାଧ୍ୟ ନା ଯେମିତି ହେଲେ ବି ହୁଁ କରିବାକୁ ପଡିବ ତ ଆଡଜଷ୍ଟ କରିଦିଏ ଆଉ। ହଁ ତମର ଯାହାହେଲେ ପ୍ରେମିକା ନା ମୁଁ କହିପାରିବି କଣ। ପ୍ରେମିକା ନା ନା ପ୍ରେମିକା ଥିଲା କେତେବେଳେ ଆଉ ନାହିଁ। ମୁଁ ଜାଣିଲି ଯେତେବେଳେ ଗାଣ୍ଡି ମରଉଛି ଅଲଗା କୁଆଡେ ସେଥିପାଇଁ କହିଲି ତୁ ତୋ ବାଟରେ ଯା ମୁଁ ମୋ ବାଟରେ। କିନ୍ତୁ ହୁଁ ବିହା ଟା ଖାଉଛି ସେ ମୋଠୁ ମାନେ ତାର ସବୁଆଡେ ଗାଣ୍ଡି ମରଉଛି ସେ ବୁଝିପାରୁଛ ନାଇଁ। ହୁଁ ସିଏ ତ ଗିଆ ଗାଉଥିଲା ଗୋଟେ ବୁଢା ଟା ଯେ ହଁ ଜାଣି ହଁ ଦେଲେ ଯେ ହଁ କଣ ମୁଁ ଶୁଣିଥିଲି ମଝିରେ କହୁନଥିଲି ଥରେ ତମକୁ ହଁ ତମେ ତ କହୁଥିଲ ବୋଧେ ଆଉ ହଁ। ହୁଁ ଜେଜେ ବୟସ ଲୋକଠୁ ଗିଆ ଗାଉଛି ପଇସା ପତ୍ର ନଉଛି ଆଉ। ହଁ ପଇସା ପତ୍ର ନେଇକି ତ ଖାଇବ ଆଉ ମାନେ କହିଲ କଣ ମାନେ ପଇସା ଦେଖିଲା ଚାଲିଲା ନାଇଁ ସେଥିପାଇଁ ତ ହୁଁ ମୁଁ ତାକୁ ଛାଡିଦେଲି କହିଲି ତୁ ତ ବାଟରେ ମୋ ବାଟରେ କିନ୍ତୁ ଯେତେବେଳେ ତ ମାନେ ଘିଆ ଖାଇବା ପାଇଁ ଇଚ୍ଛା ହବ ମୋ ପାଖକୁ ଆସିବ ସେ ଆସୁଛି ସେମିତି ବି। ଗାଣ୍ଡି ମରେଇଉଛି ଯାଉଛି। ନା ନା ସେ ପିଲା ଭଲ ନୁହେଁ ମାନେ ଟଙ୍କା ପଛରେ ପଡୁଛି ଆଉ। ହଁ ସେଇଟା ତ କଥା। ସେଥିପାଇଁ ମୁଁ ଜାଣିଲି ଏମତି ଟା ତାକୁ ଛାଡିଦେଲି। ତମେ ତ ଏଇନେ ଅଛ ମୋର କଣ ଦରକାର। ହୁଁ ବୁଢା ଟା ତ ଗିଆ ଛାଟୁଥିଲା ମାନେ ଲୋକ ଦେଖିଦେଲେ ଜାଣିଛ ନା ନାଇଁ। ହଁ କି କଣ? ତ ପଚାରୁନ ତାକୁ। ତାକୁ ଶଳା ଏତେ ମାନେ କେତେ ଖରାପ ଲାଗିଥିବ ଭାବୁନ। ନାଇଁ ହୁଁ ହୁଁ ମାନେ କଣ ଖୋଲା ଜାଗାରେ କରୁଥିଲା ନା କଣ ନା କୋଉଠି? କଣ? ମାନେ କୋଉଠି ନେଇକି ଚାଟୁଥିଲା ସେ ମାନେ ବାହାରେ ନା ଘର ଭିତରେ? ନାଇଁ ହୋଟେଲ ଯାଇଥିଲା ନା ବୁଢା ସାଇଁ ଭୁବନେଶ୍ଵର। ଆରେ ଆରେ ଓ ହୋଟେଲ ରେ ଦେଖିଥିବ ଯେ କୋଉ ଅଜାନାତୁଣୀ ଆସିଛନ୍ତି ଆଉ ନାଇଁ। ହୁଁ ବୁଢା ଖେଳ କରୁଛି ଆଉ। ହୁଁ ଆଉ ଭାଇ ଆସିନାହାନ୍ତି କି? ନା ମ ଭାଇ ନାହାନ୍ତି। ତାଙ୍କର ସେ ଚାକିରି ବାହାରେ ଆଉ ନାଇଁ। ହୁଁ ତମେ ତ ଫାଇଦା ଉଠଉଛ ଆଉ। ଆଉ କଣ କରିବି ଭାଇ ନାହିଁ ତ ମୁଁ ମାନେ ମଉକାରେ ଚୌକା ମାରିବା କଥା କି ନାଇଁ ସେଇଟା କରିଦଉଛି ଆଉ। ତମ ହୁଁ ଭାଉଜ ଗାଣ୍ଡି ଗୁଡା ଏତେ ବଡ କଣ ପାଇଁ ହେଇଛି କହିଲ? ଆରେ ଭାଇ ଆକ୍ଚୁଆଲି ନୁହଁ କି ମତେ କୁକୁର ଭଳିଆ କରିକି ଗିଅନ୍ତି ମାନେ କୁକୁର ଗାଣ୍ଡି ଭଳି ଦିଅନ୍ତି ହଁ କାହିଁ ତ ମାନେ ମୁଁ କଲା ବେଳେ ତ ମନା କର। କେତେ ବଡ ଭାଣ୍ଡ ପଛ ପଟେ ଗିଲେ କାଟେ ତାଙ୍କର ଜଣେ ଛୋଟ ଭାଣ୍ଡ ପଳାଏ ଭଲରେ। ଓହୋ ସେଥିପାଇଁ ତାଙ୍କୁ ମାନେ ଏମିତି ଦିଅ ନାଇଁ ମତେ ନାହିଁ। ତମ ଭାଣ୍ଡ ଗାଣ୍ଡି ପଟିଆ ପୁରେଇଲେ ମାନେ କଷ୍ଟ ହବ ମାନେ ଗାଣ୍ଡି ପଟିଆ ମାନେ ହୁଁ ବିହରେ ପୁରେଇଲେ କଷ୍ଟ ହବ ଜାଣିପାରୁନ ନା କଣ? ବଡ ଭାଣ୍ଡ ବୋଲି ସେଥିପାଇଁ। ବଡ ଭାଣ୍ଡ ତମର ତ ହାତକୁ ଟିକେ ନାକୁ କମ ମାନେ ନାଇଜେରିଆ ଲୋକଙ୍କ ଭଳିଆ ତମ ଭାଣ୍ଡ ଟା ହେଇଛି। ଆଉ ଭାଣ୍ଡ ପୁଣି ବଡ ହେଇଛି ଆଉ କହିଲେ କଣ ହବ। କାଇଁ ମତେ ମଜା ଲାଗେନି ଲାଗୁଛି କି? ହଁ ମତେ ଆଁ ଲାଗୁଛି ତମେ ଔଷଧ ଔଷଧ ଖାଇକି ଏମିତି କରିଛ। ନା ମ ସେମିତି କିଛି ନାହିଁ। ଆ ଭାଉଜ ଛୋଟ ବେଳୁ ମାନେ ଭାଉଜକୁ ମିଛ କଥା କହୁଛ ନାଇଁ? ନା ନା ମିଛ କାହିଁ କହିବି ଦେଖ ଛୋଟ ବେଳୁ ମାନେ ଏଇ 10 ବର୍ଷ ହେଇଥିଲା ମତେ 10-11 ବର୍ଷ ମାନେ ମୁଠି ମାରିଛି ବହୁତ ନା ଗିଆ ଭିଡିଓ ଦେଖିକି ତ ବଡ ହେଇଯାଇଛି ଆଉ। ଥରେ ତମେ ମୋର ଚାଟିଲା ବେଳ ବିହକୁ ତମକୁ ମାନେ ଘୃଣା ଲାଗୁନଥିଲା? ନାରେ ଘୃଣା କଣ ପାଇଁ ଲାଗିବ ମଜା ଲାଗୁଥିଲା ବହୁତ ୟାର। ଦେଖ ମୁଁ ଭାବୁଥିଲି ଫାଷ୍ଟ କଣ କି ମତେ ବି ଟିକେ ମାନେ ଅବାଗିଆ ଲାଗୁଥିଲା କିନ୍ତୁ ଚାଟିଲା ପରେ ହୁଁ ମାନେ ଏତେ ମାନେ ମଜା ଲାଗିଲା ଆରେ କୁହନି। ମୁଁ କହିଲି କଣ ତମେ ବାହା ହେଇନ ନା ତ ବାହା ହେଇଛନ୍ତି ଯୋଉମାନେ ତାଙ୍କର ଟିକେ ଅଭ୍ୟାସ ଥାଏ ନା। ବାହା ନହେଲେ ବି ଆଗରୁ ମୋର କରିଛି ଏମିତି ନା ବହୁତଥର। ହୁଁ ତ ସେ ସେଥିପାଇଁ ନା ଭେଦେଇ ଟୁକିକି କରିଛ ନା ଜାଣିଥିବ ଆଉ। ହଁ ଜାଣିଛ ତ ଆଉ ସେ ଦେଖାଏନି ତାର ତମ ମୁଁ ବିଆ ତାର ଆଁ ସେ ବିଆ ଦେଖାଏ ତମକୁ କହେ ଏମିତି କରିବାକୁ। ହଁ ନା କହେନି ମୁଁ ତାକୁ କହିଲି ଥରେ ତ ସେ ଦେଖେଇଲା କିନ୍ତୁ ମୁଁ ତାକୁ କହିଲି ଆଉ ମୁଁ ତୋର ମାନେ ଚାଟିବି ତୁ ମୋର ବି ଚାଟିବୁ ବଟ ସେ ମୋର ଟୋଟାଲି କଲାନି। କହିଲା ସିଏ ଅସନା କରିନି ଲାଗୁଛି ନା ବା ସେ ମୋର କରିନି ଟୋଟାଲି ମୁଁ ତାର ଚାଟିଛି କିନ୍ତୁ ସେ ମୋର ନାହିଁ। ଏଟା ଟୋକି ମାନେ ଖାଲି କଣ କହିଲ ଖାଲି ଗିହା ଖାଇବାକୁ ତାର ମନ ହେଲା ଆଉ ଅଲଗା କିଛି ତାର କିଛି ନାହିଁ। କଣ କଣ? ଖାଲି ଗିହା ଖାଇବାକୁ ତାର ମନ ଆଉ ଅଲଗା କିଛି ନାହିଁ ତାର। ଗିଆ ଖାଇବନି ବଡ ଭାଣ୍ଡ ଟା ଧରିଛ ତମେ ଗିଆ ନ ଖାଇ ଛାଡିବ ତମକୁ ନା କଣ? ଆଉ ସେଇଟା ତ ଆଉ ପାଟିରେ ପୁରେଇଲା ବେଳେ କାଇଁ ମନା କରୁଛି। ହଁ ମତେ କହୁଥିଲା ବଡ ଭାଣ୍ଡ ତାଙ୍କର ସିଏ ଖାଲି ଅମଣିଷ ଭଳିଆ ଗାଉଛନ୍ତି ତମେ ଜୋରସେ ଯୋଉ ଗେଇ ଦଉଛ ତା ପାଟିରେ ସେଥିପାଇଁ ଡରି ହୁଁ ଯାଉଛି ସିଏ। ଆଚ୍ଛା ଆଚ୍ଛା ସେଇଟା କଥା ନାଇଁ କି ନେକ୍ସଟ୍ ଥର ଧୀରେ ଧୀରେ କରିବି ଭାବୁଛି ଆଉ। ଦଉ ନାହିଁ କରୁଛି ତ ଟୋଟାଲି ମୁହଁରେ ଆଉ। ତମେ କିନ୍ତୁ ମାନେ ଭଲସେ ମାନେ ପାଟିରେ ପୁରଉଛ ନାଇଁ?
ଆରେ ତାକୁ ଆସ୍ତେ ପେଲିବ। ତମେ କିନ୍ତୁ ମାନେ ଭଲସେ ପୁରଉଛ ନାଇଁ ପାଟିରେ? ହଁ ମୁଁ ପ୍ରୋ। ତମେ ଶିଖିଗଲଣି ଆଉ। ଆଉ ଭାଇ କଣ କେବେ ଆସିବେ? ହୁଁ। ନା ଭାଇ ତ ଏବେ ନୁହେଁ। କେବେ ଆସିବେ? ସେ ଜାନୁଆରୀ ଲାଷ୍ଟ ଆଡିକି। ଜାନୁଆରୀ ଲାଷ୍ଟ, ହୁଁ ଜାନୁଆରୀ ଲାଷ୍ଟ କହିଲା ବେଳେ ନୂଆ ବର୍ଷ ପରେ ନାଇଁ କି? ହଁ ନୂଆ ବର୍ଷ ପରେ। ତମର ଏବେ ଟାଇମ ଅଛି ଯେତେ ମତେ ଗେଇବ ମନ ଇଛା ଆସିପାର ହେଲା। କାଲି ଯିବି ତାହେଲେ? ହଁ ଆରେ ମୁଁ ତମକୁ ଟିକେ ମନା କରିଛି ନା କଣ? ପର ଦିନ ତ ଗେଇକି ଯାଇଛି ଯେ ମୋ ବିଏରୁ ଦର୍ଜ ଏ ପର୍ଯ୍ୟନ୍ତ ଛାଡିନି। ପୁରା ଦର୍ଜ କରିଦେଇଛୁ ଗେଇକି। ତୁ କାଲି ଯିବି ପୁଣି। କଣ କାଲି କାଇଁ ଆଜି ଆସୁନ। ଆଜି ଯିବି? ଆରେ ହୁଁ ଏଇନେ ବା ସିଆଡୁ ଫେରିଛି ଖାଇନି ପିଇନି କିଛି ନାହିଁ କେତେବେଳେ ଯିବି ଆଉ କୁହ? ଟାଇମ ହଁ ହେଲାଣି ବହୁତ। ତମର ତ ରାଗନି ଯିବି ସୁବିଧା ହେଲେ ହେଲା। କେତେବେଳେ ଯିବି କୁହ? ସେ କଥା ନାଇଁ ଯେ ଆରେ ଶୀତ ଦିନ ଟା ନା ମୁଁ ବୁଝୁଛି ମାନେ ମୋର ବେଶୀ ଇଚ୍ଛା ହଉଛି ନା ସେ ଆ ମୋର କଣ ଇଚ୍ଛା ହଉନି? ମୋର ବି ଇଚ୍ଛା ହଉଛି ବହୁତ। କମ୍ବଳ ଘୋଡେଇ ହେଇ ଦେଖ କେମିତି କରିବ କହିଲ? ଖଟ ଉପରେ ଶୋଇବ କମ୍ବଳ ଘୋଡେଇ ହେଇକି ଏତେ ମଜା ଲାଗିବ ୟାର ବିଶ୍ବାସ କର। ଜାଣିପାରୁଛି। ନାଇଁ? ହୁଁ। ଏତେ ମଜା ମାନେ ଅନ୍ୟ କୌଣସି କାମରେ ନାହିଁ ସେତେ ମଜା। ହୁଁ ନା ନା ସେମିତି କିଛି ନାହିଁ। ହୁଁ ସେମିତି କିଛି ନାଇଁ କଣ? ମଜା ତ ଲାଗୁଛି ପୁଣି ସେମିତି କିଛି ନାହିଁ। ହଁ ତ ମତେ ଯୋଉ ତମେ ଗେଇଲ ମାନେ ତମେ ଟେକି ଦଉଛ ନା ମତେ? ଏତେ ୱେଟ ମୁଁ ତଥାପି ଟେକି ଦଉଛ? ଆଉ ତମ ୱେଟ ଯେତେ ଦେଖ ଟେକିକି ଝିଅ ବାଣ୍ଡ ମାନେ ଉପରେ ବସେଇ ଗେଇ ଦଉଛ ଯୋଉ ଆରେ ଦେଖ ଯେତେ ୱେଟ ଝିଅ ମାନେ ଯେତେ ୱେଟ ହେଲେ ବି ମାନେ ପିଲାମାନେ ତାକୁ ଉଠେଇଦେବେ ହେଲା କିଛି ସେମିତି କିଛି ନାହିଁ। ତମେ ଏଇନେ ମତେ କେତେ ଅଛ ଟେକିକି ଫିଫ୍ଟି? ମତେ ଗେଇ ଦଉଛ ମାନେ କହିଲି କେତେ ବଡ ଟୋକାର। ଆଉ କେହି ଠେକିବେନି ଆଉ ଫଟେଇଦେବି ପୁରା ଗେଇକି। ଫଟି ତ ଦଉଛୁ ଫଟି ତମେ ଦେବି ତ କଣ? ଜାଣିଛ ଆଉ ଭାଇ ଗାଣ୍ଡି ଆଜି ଫଟେଇବି ପର୍ଯ୍ୟନ୍ତ ନେକ୍ସଟ ଭାଉଜ ଗାଣ୍ଡି ଫଟେଇ ପାରିଲେନି ତମେ ଗୋଟିଏ ଗିଆରେ ନେକ୍ସଟ ତମର ମୁଁ କାନ୍ଦି ପକେଇଲି ଆଉ ଫାଷ୍ଟ ଗିଆରେ ଆଉ। ଆଉ କାନ୍ଦି ପକେଇବନି କେମିତି ଏମିତି ବାଣ୍ଡ ଧରିଛି କାନ୍ଦିବନି। ହୁଁ ଟିକେ କହୁନ ଭାଇଙ୍କି ଟିକେ କହିବି ବାଣ୍ଡ ଟା ତମର ଭଳିଆ ମୋଟା ବଡ କରିବେ। ହବନି ସେମିତି। ନା ଥାଉ ତାଙ୍କର ତାଙ୍କର ତ ବଡ ହେଲେ ତମେ କହିବ ଭାଉଜ ଦେଖେଇବେନି ତମକୁ ଆଉ ନାଇଁ। ହଁ ଜାଣିଛ ତ ଚାଲାକ ଅଛ ଆଉ। ହୁଁ ଚାଲାକି ନାଇଁ ଭାଉ ସିଏ ତ ମାନେ ତମେ ଯେମିତି ଗେଉଛ ସେ ମୋ ସ୍ଵାମୀ ତମ ଭଳିଆ ଗେଇ ପାରୁନାହାନ୍ତି। ଫରକ ମାନେ ବହୁତ ବା। ତାର ଷ୍ଟାମିନା ବଳ ନାହିଁ ମୋର ଟା। ଏ ନା ତମ ଆଗରେ ସେ କିଛି ନୁହଁ। ତମେ କଣ ମାନେ ସକାଳ କହିଦଉଛି ଗେଇଲେ ସିଏ 2-3 ଘଣ୍ଟା ପେଲିଲା ବେଳୁ ରାତିରେ ମାନେ ପୁଣି ବାଧ୍ୟ କଲେ ମାନେ ଗେଉଛନ୍ତି। ଏମିତି ହେଲେ କେମିତି ହବ ନାଇଁ। ହଁ ସେତିକି ତ ମାନେ ଡିଫରେନ୍ସ। ଆଉ ହୁଁ ଆଉ ନେକ୍ସଟ ଟାଇମ୍ ବିଏକୁ ଟିକେ ଭଲସେ ଚାଟିବ। ଆଜି ରାତି ଯିବି କହୁଛ ପୁଣି ନେକ୍ସଟ ଟାଇମ୍ କଣ? ନେକ୍ସଟ ଟାଇମ୍ ଆଜି ତ ମନା କରିଥିଲୁ ପୁଣି ନା ଯିବି ନା ମନା କଣ ପାଇଁ କରିବି ଯିବି। ହଁ ଟିକେ ଚାଟି ଦବ ଟିକେ ମୋ ବିଏକୁ ଭଲସେ ମତେ ବଢିଆ ଲାଗେ ତମେ ଦେବି ଚାଟିଲା ବେଳେ। ଟିକେ କଣ କହୁଛ ବେଶୀ କହୁନ। ହଁ ବେଶୀ ମାନେ କଣ ଛାଡିବନି ନା କଣ? ଆଉ ଛାଡିବିନି ଟୋଟାଲି। ହୁଁ ଦେଖିଆ ଆଉ କେମିତି ଗେଇବ ଆଉ। ରାତି ଆଜି ତନା ପଡିବ ଆଉ ନାଇଁ। ହୁଁ ଟାଙ୍କୁ ଟେକି ତମର ଭାରି ମଜା ଲାଗୁଛି ଗେଇବାକୁ ନାଇଁ। ଆଉ ଟେକିକି ମାନେ ଗୋଟେ ଗୋଡ ମୋର ଦର୍ଜ ହେଇଗଲା ଜାଣିଛ ଚାଲି ପାରିଲାନି ଠିକ ସେ ପେଙ୍ଗେଇ ପେଙ୍ଗେଇ ଚାଲିଲେ। ଚାଲି ପାରୁନ କେମିତି ଗଲେ ଚାଲି ପାରୁନ। ତମେ ଟାଙ୍କୁଟା ଟେକିକି ପୁଣି ଗେଉଛ ମାନେ ଭାବିଲ ଗୋଡଟା ସେମିତି ଷ୍ଟ୍ରେଟ ଟେକିକି ଘଣ୍ଟେ କାଳ କାନ୍ଧରେ ପକେଇକି ଗେଉଛ ମାନେ ସେମିତି ଆଉ ଉପରକୁ ସେମିତି ଟେକିକି ରଖିଲି ଗେଉଛ। ହଁ ତମକୁ କାଟୁଛି ମାନୁଛି ଗୋଟେ ମଜା ଲାଗୁଛି ନା କୁହ। ହୁଁ ମଜା ତ ଲାଗୁଛି ମୁଁ କଣ ମନା କରୁଛି ମଜା ଲାଗୁନି ହେଲେ। ସେଇଟା ତ ଆଉ ମତେ ତ ମଜା ଲାଗୁଛି ପୁରା ଦିଗୁଣା ମଜା। ବହୁତ ଭାଣ୍ଡ ଫାଷ୍ଟରୁ ଗେଇଲା ବେଳେ ତମେ ଟିକେ ତେଲ ଲଗେଇକି ପେଲିବ ଜମା ଯାଉନି ରେ। ତମେ ପାଟିରେ ତ ପୁରେଇ ଦବ ଆଉ ମୁଁ ତେଲ କଣ ପାଇଁ ଲଗେଇବି। ଓ ପାଟିରେ ପୁରେଇ ଲାଳ କରିଦେବି ତାପରେ ଗେଇଦବ ନା। ହୁଁ ସେମିତି ହେଲେ ହବ ନା ଆଉ ତେଲ ଫେଲ କଣ ପାଇଁ ହୁଁ ଲଗେଇବି ବେକାର। ତମର ତ ଆଚ୍ଛା। ଆରେ ତମ ଦୁଧରୁ କ୍ଷୀର ବାହାରୁଛି ନା ବାହାରୁନି। ନା ମୁଁ ପିଲା ତ ଛୁଆ କାହିଁ ହେଇନାହାନ୍ତି ବାହାରୁନି ବାହାରିବ ହଁ କେମିତି ସେଥିପାଇଁ ପାଗଲା କଥାଗୁଡା। ମୁଁ ଏତେ ଚିପୁଛି ସେଥିପାଇଁ ବାହାରୁନି ଆଉ। ହୁଁ ହେଲା ପରେ ଗର୍ଭବତୀ ହେଲେ ଛୁଆ ହେଲେ ହବ ନା ଆଉ। କଣ ଛୁଆ ଦରକାର କି ତମକୁ? ନା ନା ମୋର ଦରକାର ନାହିଁ ଦୁଧ ଫୁଧ ଓହଳି ପଡିବ। ଓହୋ ଓହଳି ପଡିଲେ ପୁଣି ଆଉ ମାନେ ହଁ ଆଉ ସତ ଗେଇବ କଥା ଟି ଏଟା ଭାଉଜର ଦୁଧ ଓହଳି ପଡିଲେ ଗେଇବ। ନା ନା ମଜା ଲାଗିବ କି ସେତେ। ଟାଇଟ୍ ରେ ଗେଇ ମଜା ଲାଗିବ ନା ଆଉ। ଗେଇବ ଯେ ଯୋଉ ଡେଲି ଯୋଉ ଆସିକି ଗେଇ ଦଉଛ କହିଲେ ସେମିତି ଗାଲେଇବ ନା।
ନାଇଁ ଏମିତି କିଛି ନାହିଁ। ଦେହଟା ରଖିଛି ବୋଲି ବାଗେଇକି ତମେ ଇଏ କରୁଛ ନା ଆଉ। ନା ନାଇଁ ଦେଖ ତମେ ଯେମିତି ତମର ବୟସ ହେଲା ପରେ ବି ସେମିତି କିଛି ନାହିଁ ହେଲା, ଯେତେବେଳେ କହିବ ମାନେ ଇଚ୍ଛା ଯେତେବେଳେ ହବ ମତେ କହିବ। ଏନି ଟାଇମ୍ ଏନି ଗାଧେଇଲା ବେଳେ ମୋମେଣ୍ଟ। ସଦାବେଳେ ଆସିକି ଅନଉଛ ନା ଭାଉଜ ଦୁଧଟା କେମିତି ଦେଖା ହଉଛି ଓଦା ହେଲେ ଆଉ ଦେଖୁଛ ଦେଖା ଲୁଚିକି। ଯାଉଛି ଆଉ ମହା ବେଧୁଆ ମଜା ଅଛ ଲାଗୁଛି। ତମେ, ଦେବି କେତେବେଳେ ପାଣି ଢାଳିଦେବି କଣ ଦବ ତମକୁ। କଣ ଦବ? କଣ ଦେବି? ଗିଆ ଦେବି। ଗିଆ ତ ଦଉଛ ପୁଣି କଣ ଦବ? ହଁ ସେଇଭଳିଆ ପଚାରୁଛ ନା। ହଉ ଠିକ ଅଛି ଆଉ। ହଉ ଠିକ ଅଛି ମୁଁ ଯାଉଛି, ଭାଇଙ୍କର କଲ୍ ଆସିବ। ଜାଣିଦେବେ ତ। ଯାଅ ଯାଅ ହଁ ଯାଅ।